ଆପଣ ଯଦି ଅନଲାଇନରେ ଟଙ୍କା ପଠାଉଛନ୍ତି ଆଉ ଫୋନ पे गुगल पे ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର। ଏଣିକି ଆଉ ଅନଲାଇନ ଟ୍ରାଞ୍ଜାକ୍ସନ ଲିମିଟ୍ ନେଇ ଆପଣ ଅସୁବିଧା ପଡ଼ିବେନି। କାହିଁକି ନା ପୂର୍ବରୁ 1 ଲକ୍ଷ ଟଙ୍କା ରଖାଯାଇଥିବା ଟ୍ରାଞ୍ଜାକ୍ସନ ଲିମିଟ୍ ବଢ଼ାଇ ଦିଆଯାଇଛି। ଏନପିସିଆଇ ଏବେ ଟ୍ୟାକ୍ସ, ବୀମା ପ୍ରିମିୟମ, ଲୋନ୍, ଇଏମଆଇ ଏବଂ ସେୟାର ବଜାରରେ ଇନଭେଷ୍ଟ ଏବଂ ଟ୍ରାଞ୍ଜାକ୍ସନ ଲିମିଟ୍କୁ ବଢ଼ାଇ ଦେଇଛି। ଏଣିକି ୟୁଜର୍ସ ମାନେ 24 ଘଣ୍ଟା ଭିତରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ। ଚଳିତ ବର୍ଷ ସେପ୍ଟେମ୍ବର 15 ତାରିଖ ଟ୍ୟାକ୍ସ ବିଭାଗର ଶେଷ ଦିନ ରହିଛି। ତେଣୁ ଏହି କାରଣରୁ ଏନପିସିଆଇ ଟ୍ୟାକ୍ସ ସମ୍ପର୍କିତ ଏହି ୟୁପିଆଇ ଟ୍ରାଞ୍ଜାକ୍ସନ ନିୟମରେ ବଡ଼ ପରିବର୍ତ୍ତନ ଆଣିଛି। ଏଣିକି ଲୋକମାନେ ଗୋଟିଏ ଥରରେ 5 ଲକ୍ଷ ଟଙ୍କା ଏବଂ 24 ଘଣ୍ଟା ଭିତରେ 10 ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରିପାରିବେ, ଯାହାର ଫାଇଦା ଲୋକଙ୍କୁ ମିଳିବ। ତେବେ ଏହି ପରିବର୍ତ୍ତନ କେବଳ ପର୍ସନ ଟୁ ମର୍ଚେଣ୍ଟ ଟ୍ରାଞ୍ଜାକ୍ସନ ପାଇଁ ଲାଗୁ ହେବ, ଅର୍ଥାତ୍ ଆପଣମାନେ ନିଜର ଆକାଉଣ୍ଟରୁ ବୀମା କମ୍ପାନୀ, ବ୍ରୋକରେଜ ଫର୍ମ, ଟ୍ୟାକ୍ସ ପୋର୍ଟାଲକୁ ଟଙ୍କା ପଠାଇ ପାରିବେ। ପର୍ସନ ଟୁ ପର୍ସନ ଟ୍ରାଞ୍ଜାକ୍ସନ ପାଇଁ ଏହି ଲିମିଟ୍ ପୂର୍ବ ଭଳି 1 ଲକ୍ଷ ଟଙ୍କା ରଖାଯାଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।